ଏଠାରେ ଉପସ୍ଥାପନ କରୁଛୁ ସୌର ସ୍ୱୟଂ ଚାଳିତ ବୃନ୍ଦାବନ ସେଚନ ପଦ୍ଧତି। ଏଠାରେ ଆମେ କେତେ ଗୁଡ଼ିଏ ଜିନିଷ ଲଗେଇଛୁ ବା ପଦାର୍ଥ ଲଗେଇଛୁ ମେକାନିକାଲ। ପ୍ରଥମ ହେଲା ସୋଲାର, ତାପରେ ହେଲା କଣ୍ଟ୍ରୋଲର, ତାପରେ ବ୍ୟାଟେରୀ, ତାପରେ କୂପ, ତାପରେ ସଏଲ ସେନ୍ସର ବା ମଏଶ୍ଚର ସେନ୍ସର। ମଏଶ୍ଚର ସେନ୍ସରର କାର୍ଯ୍ୟ ହେଲା ଯେ ମାଟିର ଆର୍ଦ୍ରତା ମାପି ବ୍ୟାଟେରୀ ପାଖକୁ ସୂଚନା ପଠାଇବ। ବ୍ୟାଟେରୀ କଣ୍ଟ୍ରୋଲର ପାଖକୁ ସୂଚନା ପଠାଇ ମଟରକୁ ସୂଚନା ଦେବ। ମଟର ତାପରେ ପାଣି ମଡ଼ାଏ ମାଟିର ଯଦି ଆର୍ଦ୍ରତା ହୋଇଯାଏ ତେବେ ସେ ବନ୍ଦ ହୋଇଯାଏ ଅଟୋମେଟିକାଲ। ଏଥିମଧ୍ୟରେ ଚାଷୀମାନଙ୍କୁ କିଛି ଅସୁବିଧା ନ ହୋଇ କିଛି ଖର୍ଚ୍ଚ ବି ହୋଇନଥାଏ। ଚାଷୀମାନଙ୍କୁ ଅଳ୍ପ ଖର୍ଚ୍ଚ ହୁଏ ଓ ଜମିକି ଦେଖିବାକୁ ବି ଆସନ୍ତି ନାହିଁ ପ୍ରାୟତଃ। ଏଥିପାଇଁ ଆମେ ବୁନ୍ଦା ଜଳ ସେଚନ ପଦ୍ଧତି କରିଛୁ ସୌରଜନ ଚାଳିତ ପଦ୍ଧତିରେ। ଆଉ ଏଠାରେ ଆମେ ଜରି ପକାଇବାର କାର୍ଯ୍ୟ ହେଲା ଅନାବନା ଘାସ ବା କେତେ ଗୁଡ଼ିଏ ଘାସ ଉଠି ଯାଆନ୍ତି ଯେ